ଆପଣ କେବେ କେବେ ଭାବିଛନ୍ତି କି ଯେ କିଛି ନିମନ୍ତ୍ରଣ ଏବଂ କିଛି ଡାକରା ଜାଲର ମଧ୍ୟ ଶିକାର ହୋଇଥାଏ, ଯାହା ଫଳରେ ଆମେ ସେହି ଜାଲରୁ ଫିଟିବା ବହୁତ କଷ୍ଟକର ହୋଇଯାଇଥାଏ। ଚାଣକ୍ୟଙ୍କ ନୀତି ଅନୁଯାୟୀ ଯିଏ ସଦାବେଳେ ଦୁଃଖରେ ରହିଥାଏ ସେ ଏହି ଦୁନିଆରେ ସର୍ବଦା ଦୁଃଖୀ ହିଁ ହୋଇକି ରହିଥାଏ। ସାଙ୍ଗମାନେ, ମୁଁ କହିବା କଥା ହେଲା, କେବେ ହେଲେ ବି ଦୁଃଖୀ ରୁହ ନାହିଁ, ସଦା ସର୍ବଦା ସୁଖୀ ହୋଇ ରୁହନ୍ତୁ। ଖାଲି ସମୟକୁ ହିଁ ଅପେକ୍ଷା କରି ରୁହନ୍ତୁ, କାରଣ ସମୟ ହିଁ କହିଦିଏ କି ଆମେ କେତେ ଇମ୍ପୋର୍ଟାଣ୍ଟ। ସାଙ୍ଗମାନେ, ଏହି ଦୁନିଆରେ ପ୍ରକୃତ ବନ୍ଧୁ କେବଳ ସିଏ ହିଁ ହୋଇଥାଏ, ଯିଏକି ଦୂରରୁ ଆସୁଥିବା ବିପଦକୁ ମଧ୍ୟ ସେ ଚିହ୍ନି ଦେଇଥାଏ। ବନ୍ଧୁଗଣ, ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି କି ଯେ ଏହି 5ଟି ସ୍ଥାନକୁ ନିଜର ଲୋକ ଡାକିଲେ ମଧ୍ୟ କେବେ ବି ଯାଆନ୍ତୁ ନାହିଁ, ବରଂ ସେହି ସ୍ଥାନକୁ ଯିବା ପାଇଁ ହେଲେ ଆମକୁ ପ୍ରଥମେ 100 ଥର ଭାବିବାକୁ ପଡ଼ିଥାଏ, ନଚେତ୍ ଆମେ ସେହି ଜାଲରେ ଫସିଯାଇ ଅନେକ ଶିକାରର ଶିକାରୀ ହୋଇଯାଇଥାଉ। ସାଙ୍ଗମାନେ, ସବୁବେଳେ କୌଣସି ସ୍ଥାନକୁ ଆପଣ ଯିବାକୁ ଚାହୁଁଛନ୍ତି, ତେବେ ସେଠାକୁ ଯିବା ପୂର୍ବରୁ ଆପଣ ଭାବିବା ଉଚିତ ଯେ ସେହି ସ୍ଥାନଟି ମୋ ପାଇଁ ଭଲ ଅଟେ ନା ଖରାପ ଅଟେ। ଆପଣ ଯଦି ଏହି କଥା ନ ଭାବିକି ପଳାଇବେ, ତେବେ ଆପଣ ହିଁ ନିଜକୁ ନିଜେ ବିପଦରେ ପକାଇବାକୁ ଲାଗିବେ। ଚାଣକ୍ୟ କୁହନ୍ତି କି ଆମ୍ଭେମାନେ ସବୁବେଳେ ସେହି ସ୍ଥାନକୁ ଯିବା ଯେଉଁଠାରେ ଆମର ପତନ ହେବାରେ ଲାଗିଥାଏ। ତ ସାଙ୍ଗମାନେ, ଆଉ ଡେରି ନ କରି ଚାଲନ୍ତୁ ସେହି 5ଟି ସ୍ଥାନ ବିଷୟରେ ଜାଣିବା, ଯେଉଁ ସ୍ଥାନକୁ ଗଲେ ଆମେ ନିଜକୁ ନିଜେ ବିପଦରେ ପକାଇବାରେ ଲାଗିଯାଉ। ପ୍ରଥମରେ, ଯଦି ଆପଣ କାହାର ଘରକୁ ଆଗମନ କରୁଛନ୍ତି, ତେବେ ଏହା ମଧ୍ୟ ମନେ ରଖିବା ଉଚିତ ଯେ ସେହି ଘରକୁ ଯିବା ଦ୍ୱାରା ଆମର କ'ଣ ଲାଭ ହୋଇଥାଏ ଏବଂ ସେହି ବ୍ୟକ୍ତିଟି ମନରେ ଆମ ପ୍ରତି କ'ଣ ଈର୍ଷା ରହିଥାଏ, ନଚେତ୍ ଆମେ ହିଁ ନିଜକୁ ନିଜେ ବିପଦରେ ପକାଇବା। ତ ସାଙ୍ଗମାନେ, ସେହି ବ୍ୟକ୍ତିଟି ଆମ ଉପରେ ଈର୍ଷା ରଖିକି ହିଁ ଘରକୁ ଡାକିବାରେ ଲାଗିଥାଏ। ଏହି ଦୁନିଆରେ ଯେଉଁ ବ୍ୟକ୍ତି ମିଠା ମିଠା କଥା କହି ତାଙ୍କର ପଛରେ ଅପମାନିତ କିମ୍ବା ନିନ୍ଦା କରୁଥାଏ, ତାର ଜୀବନରେ ସେ କେବେ ବି ଆଗକୁ ଯାଇପାରେ ନାହିଁ ଏବଂ ତାର ହସ ପଛରେ ଥିବା କିଛି ଦୁଃଖର କାରଣ ମଧ୍ୟ ସେ ଲୁଚାଇ ରଖିଥାଏ, ଯାହା ଆମକୁ କେବେ ବି କହିନଥାଏ ଏବଂ ଆମେ ମଧ୍ୟ ଜାଣିବା ଉଚିତ ନୁହେଁ। ଦ୍ୱିତୀୟରେ, ସାଙ୍ଗମାନେ, ଆପଣମାନେ ଏମିତି ଏକ ସ୍ଥାନକୁ ଯାଇଛନ୍ତି କି ସେଠାରେ ଆପଣଙ୍କୁ କେବଳ ଅପମାନ ଛଡ଼ା ଆଉ କିଛି ବି କରାଯାଏ ନାହିଁ, ଆଉ ସେହି ପରିବେଶଟା ମଧ୍ୟ ଖାସ୍ ସେମିତି ହିଁ ହୋଇଥାଏ, ଯାହାଫଳରେ ଅନେକ ଲୋକ ଆପଣଙ୍କୁ ଅପମାନିତ କରିଥାନ୍ତି ଏବଂ ବହୁତ ଗାଳିଗୁଲଜ ମଧ୍ୟ କରିଥାନ୍ତି। ସାଙ୍ଗମାନେ, ଅପମାନିତ ହେଉଛି କେବଳ ସେହି ବିଷ ଯାହା ଗୋଟିଏ ଲୋକ ଭିତରେ ଥିବା ନିଜର ଆତ୍ମସମ୍ମାନକୁ ସେ ନିଜେ ନିଜେ ମାରି ଦେଇଥାଏ। ତ ସାଙ୍ଗମାନେ, ମୁଁ କହିବାକୁ ଚାହୁଁଛି କି ଗୋଟିଏ ଲୋକଙ୍କୁ ଆପଣ ଅପମାନିତ କରିବା ପାଇଁ ଏହା ମଧ୍ୟ କରନ୍ତୁ ନାହିଁ ଯେ ଆପଣ ସେହି ଲୋକକୁ ଆଜି ଅପମାନିତ କରିଦେବେ, ପୁଣି ଆପଣ ସେହି ଲୋକଙ୍କୁ ତା ପରଦିନ
ଆପଣ ସେହି ବ୍ୟକ୍ତିଙ୍କୁ ଦେଖିବେ, ଯାହାଫଳରେ ତମ ଦିଜଣଙ୍କ ମଝିରେ ଫାଟ ସୃଷ୍ଟି ହେବାରେ ଲାଗିବ ଏବଂ ଅନେକ ବୁଝାମଣାର ମଧ୍ୟ କାରଣ ହେବ। ତେଣୁ କେବେ ହେଲେ ବି କାହାକୁ ଅପମାନିତ କରିବା ଉଚିତ ନୁହେଁ। ଚାଣକ୍ୟ କୁହନ୍ତି କି ସବୁବେଳେ ଅପମାନିତ କରୁଥିବା ବ୍ୟକ୍ତି ତାର ଜୀବନରେ ସେ କେବେ ବି ସଫଳତା ପାଇପାରେ ନାହିଁ। ଆଉ ଜଣେ ଜଣକୁ ଅପମାନିତ ମଧ୍ୟ କରିଥାଏ, ଯାହାଫଳରେ ତା ଯୋଗୁଁ ଆମେ ନିଜେ ଆଗକୁ ଯାଇପାରି ନଥାଉ। ସେ ତ ନିଜେ ହିଁ ଆଗକୁ ଯିବାକୁ ଚେଷ୍ଟା ହିଁ କରିନଥାଏ। ତେଣୁ ସାଙ୍ଗମାନେ କେବେ ହେଲେ ବି କାହାଠୁ ନିନ୍ଦା ଶୁଣି ଏହାକୁ ଭାଙ୍ଗି ପଡ଼ନି ଯେ ମୁଁ ଏହି କାମଟା କରିବିନି, ସେ ଏଥିରେ ମୋତେ ନିନ୍ଦା କରିବାକୁ ଲାଗୁଛି। ତ ସାଙ୍ଗମାନେ, ମୁଁ କହିବା କଥା ହେଲା, ଆପଣ ସେହି କାମ ସଦାସର୍ବଦା କରନ୍ତୁ। ଦେଖିବେ ସେହି କାମ ହିଁ ଆପଣଙ୍କୁ ଦିନେ ନା ଦିନେ ଏମିତି ରାଜା ବନେଇକି ଛାଡ଼ିବ ଯେ କୌଣସି ଲୋକ ଏହା ସ୍ୱପ୍ନରେ ମଧ୍ୟ ଭାବିନଥିବେ ଯେ ଏହି ଲୋକଟି କ'ଣ ଥିଲା ଆଉ ଏବେ କ'ଣ ହୋଇଗଲା। ତେଣୁ ସର୍ବଦା ନିଜର କର୍ମରେ ଧ୍ୟାନ ଦିଅନ୍ତୁ, ଲୋକଙ୍କ କଥା ଉପରେ କେବେ ବି ନୁହେଁ। କାରଣ ଲୋକେ ତ ହୁଏତ ଆଜି ଅଛନ୍ତି, କାଲି ମଧ୍ୟ ବଦଳି ଯାଇପାରନ୍ତି। ତୃତୀୟରେ, ଆପଣ ସେହି ସ୍ଥାନରେ କେବେ ହେଲେ ବି ମିଛ କୁହନ୍ତୁ ନାହିଁ। କାରଣ ଧରିନିଅ ଆପଣମାନେ ଆଜି ମିଛ କହିଦେବେ, କାଲି ଆପଣଙ୍କ ଦ୍ୱାରା ହୋଇଥିବା ଭୁଲଟି କେବେ ବି ସମାଧାନ ହୋଇପାରିବ ନାହିଁ। ତେଣୁ କେବେ ବି ମିଛ ବି କୁହନ୍ତୁ ନାହିଁ, ଯାହାଫଳରେ ଗୋଟିଏ ସମସ୍ୟାର ସମାଧାନ ହେବାକୁ ଯାଉଥିବ ହେଲେ ତାହା ଅଟକି ଯିବ। ଯେଉଁଠି ଆପଣଙ୍କୁ ମିଛ କହିବାରେ ବାଧ୍ୟ କରାଯାଏ, କିନ୍ତୁ ଆପଣ ସଦାସର୍ବଦା ସତ କହିବାକୁ ହିଁ ଚେଷ୍ଟା କରିଥାଏ ଏବଂ ଆପଣ ମିଛ କହିବେ ନାହିଁ, ଯାହାଫଳରେ ଆପଣ ଜୀବନ ସାରା ପସ୍ତାଇବାକୁ ଲାଗିବେ। ମିଥ୍ୟା ସହିତ ରହିବା ଗୋଟିଏ ଭୁଲ ନୁହେଁ, ଏହା ଆମ ଶରୀର ଉପରେ ରହିଥିବା ଗୋଟିଏ କଳା ଦାଗର ଉଦାହରଣ ମଧ୍ୟ ହୋଇପାରେ। ଚାଣକ୍ୟଙ୍କ କହିବା କଥା ଅନୁଯାୟୀ ଗୋଟିଏ ଛୋଟ ମିଥ୍ୟା ଆପଣଙ୍କୁ ତା ପରଦିନ ଗୋଟିଏ ବଡ଼ ମିଥ୍ୟାର ଜାଲରେ ପହଞ୍ଚାଇବାକୁ ଚେଷ୍ଟା କରିଦିଏ। ଏବଂ ଯେତେବେଳେ ସେହି ମିଛର କାରଣ ଆମର ସାମ୍ନାକୁ ଆସିବ, ସେତେବେଳେ ଆମର ମୁଣ୍ଡ ପୁରା ତଳକୁ ହେବାରେ ଲାଗିବ, ଯାହାଫଳରେ ଆମେ ସେଠାରେ କଥା କହିବା ତ ଦୂରର କଥା, ଗୋଟିଏ ଶବ୍ଦ ବି ଆମେ କହିପାରି ନଥାଏ, ଯାହାଫଳରେ ଆମର ମୁଣ୍ଡ ବା ଇଜ୍ଜତ ସଦାସର୍ବଦା ସରିଯାଇଥାଏ। ତେଣୁ ସାଙ୍ଗମାନେ କେବେ ହେଲେ ବି ମିଥ୍ୟା କୁହନ୍ତୁ ନାହିଁ। ମିଥ୍ୟା କହିବା ଦ୍ୱାରା ସବୁଠୁ ବଡ଼ ଭୁଲ ହୋଇଥାଏ ଏବଂ ମିଥ୍ୟା ଗୋଟିଏ ବଡ଼ ପାପ। ଏହାକୁ ଭଗବାନ ବହୁତ ମାତ୍ରାରେ ରାଗ ହୋଇଥାନ୍ତି। ତେଣୁ ମିଥ୍ୟା କେବେ ବି କୁହନ୍ତୁ ନାହିଁ। ଭଗବାନ ସବୁବେଳେ କୁହନ୍ତି କି ସତ ହିଁ କୁହନ୍ତୁ, କାରଣ ସତ ହିଁ ଆମକୁ ସର୍ବଦା ସଫଳତାର ରାସ୍ତାରେ ପହଞ୍ଚାଇବାକୁ ଚେଷ୍ଟା କରିଥାଏ। ଆପଣଙ୍କର ଜୀବନକୁ ସର୍ବଦା ନ୍ୟାୟରେ ରଖିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଉଛି ସତ୍ୟ କହିବା। କାରଣ ସତ୍ୟ କହିଲେ ହିଁ ଆମେ ସଦାସର୍ବଦା ଆମର ଜୀବନକୁ ସୁଖର ନାଶରୁ ବିନାଶ କରିପାରିବା। ଚତୁର୍ଥରେ, ସାଙ୍ଗମାନେ, ନିଶା ହେଉଛି ଏମିତି ଏକ ଦ୍ରବ୍ୟ ଯାହା ସେଠାକୁ କୌଣସି ବ୍ୟକ୍ତି ଚାଲିଗଲେ ସେଠାରୁ ଫେରିବା ଅସମ୍ଭବ ହୋଇପଡ଼େ। କାରଣ
ତାହା ହେଉଛି ଗୋଟିଏ ନିଶା ଦ୍ରବ୍ୟ, ଯାହାକୁ ଥରେ କୌଣସି ଲୋକ ବ୍ୟବହାର କରିଦେଲେ ତାହାକୁ ବ୍ୟବହାର କରିବା ପାଇଁ ପ୍ରତ୍ୟେକ ଦିନ ସେହି ଲୋକଟି ସେଠିକୁ ଯିବାକୁ ବାଧ୍ୟ ହୋଇଥାଏ। ତ ସାଙ୍ଗମାନେ, ନିଶା ସେବନ କରିବା ଗୋଟିଏ ଅପରାଧ ଅଟେ। ତେଣୁ କେବେ ବି ନିଶା ସେବନ କରନ୍ତୁ ନାହିଁ। ତ ସାଙ୍ଗମାନେ, ମୁଁ ଗୋଟିଏ କଥା ବୁଝିପାରୁନି ଯେ ଲୋକମାନେ ନିଶା ଦ୍ରବ୍ୟକୁ ଏତେ ସାରା ଭଲ ପାଇବା କାହିଁକି ଦିଅନ୍ତି, ଯାହାଫଳରେ ତାଙ୍କର ଜୀବନ କମ୍ ବୟସରେ ମଧ୍ୟ ନଷ୍ଟ ହେବାକୁ ଲାଗିଥାଏ। ତ ସାଙ୍ଗମାନେ, ମୋର ଆପଣଙ୍କୁ ବାସ୍ ଗୋଟିଏ କୋଶ୍ଚିନ୍ ଯେ ନିଶା ଦ୍ରବ୍ୟ ଖାଇବା ଫଳରେ ଆମ ଦେହର କ'ଣ ଅସୁବିଧା ହୋଇଥାଏ, ତାହା ମୋତେ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରିବେ। ତ ସାଙ୍ଗମାନେ, ନିଶା ଦ୍ରବ୍ୟ କେବେ ହେଲେ ଖାଆନ୍ତୁ ନାହିଁ। ତାହେଲେ ଯଦି ଖାଉଛନ୍ତି ତେବେ କେବେ ହେଲେ ବି ସେଠାକୁ ଯାଆନ୍ତୁ ନାହିଁ। ତ ସାଙ୍ଗମାନେ, ଯଦି କୌଣସି ବ୍ୟକ୍ତି ନିଶା ଦ୍ରବ୍ୟ କରିବାକୁ ଯାଉଅଛି ତେବେ ତାକୁ ସେଠାକୁ ଯିବାକୁ ମନା କରନ୍ତୁ। କାହିଁକି ନା ସେ ଥରେ ଚାଲିଗଲେ ଆଉ କେବେ ବି ସେଠାରୁ ଫେରିବାକୁ ହିଁ ଚେଷ୍ଟା କରିନଥାଏ, ଯାହାଫଳରେ ସେ ସେଠାକୁ ଗଲେ ତାର ଜୀବନ ବର୍ବାଦ ହୋଇଯାଇଥାଏ। ପଞ୍ଚମରେ, ଜଣେ ବ୍ୟକ୍ତି ଆପଣଙ୍କୁ ଅବିଶ୍ୱାସର ଜାଲରେ ଫସେଇ ଦେଇଥାଏ ଏବଂ ତାର ପ୍ରକୃତରେ ବାହାରେ ନିଜ ପ୍ରତି ଖୁସି ରଖିଥାଏ। ତ ସେହିପରି ବ୍ୟକ୍ତି ପାଖରେ ଆପଣ କେବେ ହେଲେ ବି ଶତ୍ରୁ ହୋଇକି ବନ୍ଧୁ ବାନ୍ଧିବା ଉଚିତ ନୁହେଁ। ସେହିପରି ଲୋକଙ୍କୁ କେବେ ହେଲେ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ। ଆପଣ ସେପରି ଜାଲରେ ମଧ୍ୟ ଫସି ପାରନ୍ତି। ତ ସାଙ୍ଗମାନେ, ଆଜିର ଏହି ଭିଡ଼ିଓରେ ଆମେ ଏହା ଜାଣିଲେ କି କେଉଁ ସ୍ଥାନକୁ ଯିବା ଉଚିତ ଆଉ କେଉଁ ସ୍ଥାନକୁ ଯିବା ଉଚିତ ନୁହେଁ। ତ ସାଙ୍ଗମାନେ, ରହୁଛି, ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ବହୁତ ଭଲ ଲାଗିଲା ତେବେ ନିହାତି ଭାବରେ ମୋ ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିବେ, ଯାହାଫଳରେ କି ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ପହଞ୍ଚି ପାରିବ। ଆଉ ହଁ ସାଙ୍ଗମାନେ, ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲେ ନିଶ୍ଚିତ ଭାବରେ କମେଣ୍ଟ କରିବେ ଯେ ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଲା ବୋଲି। ଆଉ ହଁ ସାଙ୍ଗମାନେ, ରହୁଛି, ମୋର ତ ଡେଲି ନ୍ୟୁ ଭିଡ଼ିଓ ଆସୁଛି। ତ ସାଙ୍ଗମାନେ, ଆପଣଙ୍କର ସପୋର୍ଟ ହିଁ ମୋ ପାଇଁ ଖୁସି ଅଟେ। ଏହା ଆପଣଙ୍କ ପାଇଁ ବି ଖୁସି ହୋଇପାରେ। ତ ରହୁଛି, ଜୟ ଜଗନ୍ନାଥ। ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ।